Welcome to Odia Medium School. This channel provides you Odia Medium School subject study. Please like, share and subscribe. Hello children, এই ভিডিওরে আমি আজি ক্লাস 7 র How Poor We Are বিষয়ର SGP 2 ଦେଖିବା। One day the rich man took his son to the poor people living in small huts down the hills. He had in his mind to show his son how rich he was in contrast to the poor farmers. He thought this would work like medicine for his son's sadness. When his son would see these poor people living in small huts, his sadness would disappear. He would realize how privileged he was in contrast to those poor farmers. In a beautiful car, he took him all around. He made him see the poor farmers living in wretched condition. For the first time, his son, who lived like a prisoner in a big house, got the chance to see the outside world. Throughout the tour, his father was telling how these poor people were living in great difficulty. ଏବେ ଚାଲ ୟାର ବୁଝି ନେବା। ଆଗେ ଦେଖ, ଯେକୌଣସି ପେସେଜ୍ ପଢ଼ିବା ପୂର୍ବରୁ ତାର ଡିଫିକଲ୍ଟ ୱାର୍ଡ଼ ଜାଣିବାର ଅଛି, ନହେଲେ ଆମେ ପେସେଜ୍ଟିକୁ ବୁଝିପାରିବାନି। ଏଠି ମୁଁ ଡିଫିକଲ୍ଟ ୱାର୍ଡ଼ ଗୁଡ଼ିକ ଲେଖିଦେଇଛି। One day the rich man took his son to the poor people living in small huts down the hills. ଏଇ ଧନୀ ବ୍ୟକ୍ତିର ପୁଅଟି ସବୁବେଳେ ଦୁଃଖର ଥାଏ, ସବୁବେଳେ ଅନେଇଥାଏ। କେଉଁ ଲୋକମାନଙ୍କୁ ଅନେଇଥାଏ? ପୋର୍ ପିପୁଲମାନଙ୍କୁ ଅନେଇଥାଏ। ସେଥିପାଇଁ ସେ ଦିନେ ଏଇ ଧନୀ ବ୍ୟକ୍ତି କ'ଣ କଲେ ଦେଖ, ୱାନ୍ ଡେ ଦି ରିଚ୍ ମ୍ୟାନ୍ ଟୁକ୍ ହିଜ୍ ସନ୍ ଟୁ ଦି ପୋର୍ ପିପୁଲ୍ ଲିଭିଂ ଇନ୍ ସ୍ମଲ୍ ହଟ୍ସ ଡାଉନ୍ ଦି ହିଲ୍ସ। ସେ ଦିନେ ତାଙ୍କ ପୁଅକୁ ନେଇଯାଇଥିଲେ କେଉଁଠି ନା ଏଇ ଯେଉଁ ହିଲ୍ ତଳେ ବା ପାହାଡ଼ ତଳେ ଥିବା ଛୋଟ ଛୋଟ କୁଡ଼ିଆ ଘରେ ରହିଥିବା ଲୋକମାନଙ୍କ ପାଖକୁ ନେଇଗଲେ। ହି ହ୍ୟାଡ୍ ଇନ୍ ହିଜ୍ ମାଇଣ୍ଡ ଟୁ ଶୋ ହିଜ୍ ସନ୍ ହାଉ ରିଚ୍ ହି ୱାଜ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦି ପୋର୍ ଫାର୍ମର୍ସ। ଦେଖ ଦେଇଛି କଣ୍ଟ୍ରାଷ୍ଟ। କଣ୍ଟ୍ରାଷ୍ଟ ମିନ୍ସ ଅସମତା। ହି ହ୍ୟାଡ୍ ଇନ୍ ହିଜ୍ ମାଇଣ୍ଡ, ଏଇ ଧନୀ ବ୍ୟକ୍ତି ବା ରିଚ୍ ମ୍ୟାନ୍ ଜଣକ ତାଙ୍କ ମାଇଣ୍ଡରେ ପୁରା ଫିକ୍ସ କରି ରଖିଛନ୍ତି ଯେ କ'ଣ ନା ଟୁ ଶୋ ହିଜ୍ ସନ୍ ହାଉ ରିଚ୍ ହି ୱାଜ୍। ତାକୁ ଦେଖେଇବେ ଯେ, ଯାଇକି କମ୍ପେୟାର କରି ଦେଖେଇବେ ଯେ ଦେଖ ଆମେ କେତେ ଧନୀ, ଏମାନେ ଦେଖ ଛୋଟିଆ ଚାଳ ଘରେ ରହିଛନ୍ତି, ଆମର ଘର ବିରାଟ ବଡ଼ ବଡ଼ ଘର। ହାଉ ରିଚ୍ ହି ୱାଜ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦି ପୋର୍ ଫାର୍ମର୍ସ, ଏ ଫାର୍ମରମାନଙ୍କ ତୁଳନାରେ ଆମେ କେତେ ଭଲରେ ଅଛୁ। ହି ଥଟ୍ ଦିସ୍ ଉଡ୍ ୱାର୍କ ଲାଇକ୍ ମେଡ଼ିସିନ୍ ଫର୍ ହିଜ୍ ସନ୍ ସ୍ୟାଡନେସ୍। ଯାହାଫଳରେ ଇଏ ଯେଉଁ ସବୁବେଳେ ସେଇ ଗରିବ ଲୋକମାନଙ୍କୁ ଅନେଇଥାଏ, ସେଇ ଜିନିଷ ଅନେଇବ ନାହିଁ, ଆଉ ସବୁବେଳେ ଯେଉଁ ଦୁଃଖରେ ଥାଏ ତା ଦୁଃଖ ଦୂର ହେଇଯିବ। ଏଇ ଗରିବ ଲୋକଙ୍କ ମାନେ ସେ ସବୁ ଏଇ ଯେଉଁ ପିଲାଟି ଭାବୁଥାଏ ଗରିବ ଲୋକମାନେ ବହୁତ ଖୁସିରେ ଅଛନ୍ତି, ସେଇ ଜିନିଷ ଦୂର ହେଇଯିବ, ଦେଖି ଆଣିବେ ବୋଲି ସେ ସେଥିପାଇଁ ଚିନ୍ତା କରିଛନ୍ତି। When his son would see these poor people living in small huts, his sadness would disappear. ଯେତେବେଳେ ଏଇ ତାଙ୍କ ପୁଅ ଦେଖିବ ଯେ ଏଇ ଗରିବ ଲୋକମାନେ ଛୋଟ ଛୋଟ ଚାଳ ଘରେ ରହୁଛନ୍ତି, ତାପରେ ସେ ଜିନିଷ ଦେଖିଲେ ତାର ଯେଉଁ ଦୁଃଖ ଉଭେଇଯିବ। ଡିସାପିୟର ମିନ୍ସ କ'ଣ ନା ଉଭେଇଯିବା। ହି ଉଡ୍ ରିଏଲାଇଜ୍ ହାଉ ପ୍ରିଭିଲେଜ୍ ହି ୱାଜ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦୋଜ୍ ପୋର୍ ଫାର୍ମର୍ସ। ଦେଖ, ପ୍ରିଭିଲେଜ୍ ମିନ୍ସ କ'ଣ ସୁବିଧା ଭୋଗୀ। ହି ଉଡ୍ ରିଏଲାଇଜ୍, ସେ ରିଏଲାଇଜ୍ କରିବ ବା ଅନୁଭବ କରିବ ଯେ ହାଉ ପ୍ରିଭିଲେଜ୍, କେତେ ସୁବିଧାରେ ସେ ଅଛି। ହି ୱାଜ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦୋଜ୍ ପୋର୍ ଫାର୍ମର୍ସ, ସେଇ ଅସମତା ବାଲା ସେଇ ବା ପୋର୍ ଫାର୍ମରମାନଙ୍କ ତୁଳନାରେ ସେ କେତେ ଭଲରେ ଅଛି, ସେ ବା କେତେ ସୁବିଧାରେ ଅଛି ସେ ଜାଣିପାରିବ। ଇନ୍ ଏ ବ୍ୟୁଟିଫୁଲ୍ କାର୍ ହି ଟୁକ୍ ହିମ୍ ଅଲ୍ ଆରାଉଣ୍ଡ। ସେ ସେଥିପାଇଁ କ'ଣ କଲେ, ଏଇ ରିଚ୍ ମ୍ୟାନ୍ ଜଣକ ତାଙ୍କୁ ଗୋଟେ ବ୍ୟୁଟିଫୁଲ୍ କାର୍ରେ ନେଇଗଲେ। ହି ଟୁକ୍ ହିମ୍ ଅଲ୍ ଆରାଉଣ୍ଡ, ଚାରିପଟେ ସେଇ ଯେଉଁ ଗରିବ ଲୋକମାନେ ରହିଥିବା ବସ୍ତି ଚାରିପଟେ ବୁଲେଇଲେ। ହି ମେଡ୍ ହିମ୍ ସି ଦି ପୋର୍ ଫାର୍ମର୍ସ ଲିଭିଂ ଇନ୍ ରିଚେଡ୍ କଣ୍ଡିସନ୍। ସେ ସବୁ ଜିନିଷ ଦେଖେଇଲେ କେମିତି। ରିଚେଡ୍ ମିନ୍ସ କ'ଣ ଦେଇଛି ଦେଖ, ଦୁଃଖ ଅବସ୍ଥା, ଯାହାକୁ ରିଚେଡ୍ କଣ୍ଡିସନ୍ କେମିତି ଦୁଃଖ ଦୁର୍ଦ୍ଦଶା ଅବସ୍ଥାରେ ରହିଛନ୍ତି, ସେ ଜିନିଷ ସବୁ ତାକୁ ଦେଖାଇଲେ। ଫର୍ ଦି ଫାର୍ଷ୍ଟ ଟାଇମ୍ ହିଜ୍ ସନ୍ ହୁ lived like a prisoner in a big house got the chance to see the outside world. For the first time, ଦେଖ ସିଏ ସବୁବେଳେ ଯେଉଁ ଧନୀ ବ୍ୟକ୍ତିର ପିଲାଟି ସେଇ ବଡ଼ ଅଟ୍ଟାଳିକା ଘରେ ରହୁଥାଏ, ତାଙ୍କୁ କେଣେ ଛାଡ଼ାଯାଏନି। ସେଥିପାଇଁ ଲେଖା ହେଇଛି କ'ଣ, ପ୍ରିଜନର, କଏଦୀମାନଙ୍କୁ ଯେମିତି କେଣେ ଛାଡ଼ାଯାଏନି, ପ୍ରିଜନ୍ ବା ବନ୍ଦୀ କରି ରଖାଯାଇଥାଏ, ସେମିତି ଏଇ ପିଲା ଜଣକ ମଧ୍ୟ ସେଇ ବଡ଼ ଘରେ ବନ୍ଦୀ ହେଇକି ରହିଥାଏ। ସେଥିପାଇଁ ଫାର୍ଷ୍ଟ ଟାଇମ୍ ତାଙ୍କୁ ତାଙ୍କ ବାପା ନେଇଯାଇଛନ୍ତି ଦେଖାଇବା ପାଇଁ ଗରିବ ଲୋକମାନଙ୍କ ଅବସ୍ଥା। ଫର୍ ଦି ଫାର୍ଷ୍ଟ ଟାଇମ୍ ହିଜ୍ ସନ୍ ହୁ ଲିଭ୍ ଲାଇକ୍ ଏ ପ୍ରିଜନର ଇନ୍ ଏ ବିଗ୍ ହାଉସ୍ ଗଟ୍ ଦି ଚାନ୍ସ ଟୁ ସି ଦି ଆଉଟସାଇଡ୍ ୱାର୍ଲଡ଼। ଫାର୍ଷ୍ଟ ଟାଇମ୍ ସେ ଗୋଟେ ଚାନ୍ସ ପାଇଲେ ଦେଖିବା ପାଇଁ ଆଉଟସାଇଡ୍ ୱାର୍ଲଡ଼, ବାହାର ଦୁନିଆ ଦେଖିବା ପାଇଁ ସେ ପ୍ରଥମେ ଚାନ୍ସ ପାଇଲେ। ଥ୍ରୁ ଆଉଟ୍ ଦି ଟୁର୍ ହିଜ୍ ଫାଦର ୱାଜ୍ ଟେଲିଂ ହାଉ ଦିଜ୍ ପୋର୍ ପିପୁଲ୍ ୱେଆର୍ ଲିଭିଂ ଇନ୍ ଗ୍ରେଟ୍ ଡିଫିକଲ୍ଟି। ଏ ଟୁର୍ ସାରା ସେ ତାଙ୍କ ବାପା ଗୋଟିଏ ଜିନିଷ କହୁଛନ୍ତି ଯେ କେମିତି ସେ ଦେଖିଲେ ତାଙ୍କ ମାନେ ଏଇ ପୋର୍ ପିପୁଲ୍ ମାନେ କେମିତି ଡିଫିକଲ୍ଟିରେ ରହୁଛନ୍ତି, ସେଇ ଜିନିଷ ସେ କହୁଥାନ୍ତି। ତାପରେ ଦେଖିବା ନେକ୍ସଟ, ଅନ୍ ହିଜ୍ ୱେ ବ୍ୟାକ୍
very satisfied. He asked his son, did you see how poor the farmers are? ବେଗ୍ ଶୁଣିବା ଯେତେ ରିଟର୍ଣ୍ଣ କଲେ ସେତେବେଳେ ତାଙ୍କ ବାପାକୁ ପଚାରିଲେ କ'ଣ ପଚାରିଲେ ଦେଖ ହି ଆସ୍କ ହିଜ୍ ସନ୍ ଅନ୍ ହିଜ୍ ବେଗ୍ ଭେରି ସାଟିସ୍ଫାଏଡ଼ଲି ଡିଡ୍ ୟୁ ସି ହାଉ ପୁଅର୍ ଦି ଫାର୍ମର୍ସ ଆର୍ କେତେ ଗରିବ ଦେଖିଲ ତ ହ୍ୱାଟ୍ ଡିଡ୍ ୟୁ ଲର୍ନ ଫ୍ରମ୍ ଦିସ୍ ଏଇ ଯେଉଁ ଆମେ ଯାଇଥିଲେ ଟୁର୍ରେ ସେଠୁ ତୁମେ କ'ଣ ଲର୍ନ କଲ ବା ଶିକ୍ଷା କଲ ଆମେ କ'ଣ ଶିଖିବା ହିଜ୍ ସନ୍ ସେଡଲି ରିପ୍ଲାଏଡ଼ ସେଡଲି ମାନେ ବହୁତ ଦୁଃଖରେ ଯେଉଁ ହିଜ୍ ସନ୍ ସେଡଲି ରିପ୍ଲାଏଡ଼ କ'ଣ ଦେଖ ଉତ୍ତର ଦେଲେ ନା ୱି ହେଭ୍ ୱାନ୍ ଡଗ୍ ଦେ ହେଭ୍ ଫୋର୍ ଆମ ପାଖରେ ମାତ୍ର ଗୋଟିଏ କୁକୁର ଅଛି ତାଙ୍କ ପାଖରେ 4ଟି ୱି ହେଭ୍ ୱାନ୍ ପୋଲ୍ ବଟ୍ ଦେ ହେଭ୍ ରିଭର୍ସ ଏଠି ଦେଖ ଦେଇଛି ୱି ହେଭ୍ ୱାନ୍ ପୋଲ୍ ପୋଲ୍ ମାନେ କ'ଣ ପୋଖରୀ ଆମ ପାଖରେ ମାତ୍ର ଗୋଟିଏ ପୋଖରୀ ଅଛି ବଟ୍ ଦେ ହେଭ୍ ରିଭର୍ସ ତାଙ୍କ ପାଖରେ କିନ୍ତୁ ଗାଧୋଇବା ପାଇଁ କ'ଣ ନା ରିଭର୍ ଅଛି ଆମେ ସେଇ ଗୋଟିଏ ପୋଖରୀରେ ଗାଧୋଉଛୁ ତାଙ୍କ ପାଖରେ କିନ୍ତୁ ରିଭର୍ ଦେଖ ରିଭର୍ଟି ଚାରିଆଡ଼େ ହୋଇଥାଏ ଆରାମସେ ରିଭର୍ରେ ଗାଧୋଇଲେ ଆହୁରି ମଜା ଲାଗେ ସେଥିପାଇଁ କହୁଛି ବଟ୍ ଦେ ହେଭ୍ ରିଭର୍ସ ୱି ହେଭ୍ ଆର୍ଟିଫିସିଆଲ୍ ଲ୍ୟାମ୍ପସ୍ ବଟ୍ ଦେ ହେଭ୍ ଦି ମୁନ୍ ଆଣ୍ଡ ଷ୍ଟାର୍ସ ଆର୍ଟିଫିସିଆଲ୍ ମାନେ କ'ଣ କୃତ୍ରିମ ଆମ ପାଖରେ ଦେଖ ଇଏ କହୁଛି ୱି ହେଭ୍ ଆର୍ଟିଫିସିଆଲ୍ ଲ୍ୟାମ୍ପ ଯେତେବେଳେ ଅନ୍ଧାର ରାତିରେ ଏମାନେ ଲ୍ୟାମ୍ପ ଜାଳିକି ତାଙ୍କ ଘରକୁ ସଜାନ୍ତି ବଟ୍ ଦେ ହେଭ୍ ଦି ମୁନ୍ ଆଣ୍ଡ ଷ୍ଟାର୍ ତାଙ୍କ ପାଖରେ କିନ୍ତୁ ମୁନ୍ ଆଉ ଷ୍ଟାର୍ ମାନଙ୍କର ଲାଇଟ୍ ପଡ଼ିଥାଏ ବଟ୍ ୱି ବାଇ ଫୁଡ଼୍ ଦେ ଗ୍ରୋ ଦେ ଆର୍ ଏଠି ଦେଖ ଆହୁରି କ'ଣ କହୁଛନ୍ତି ଆହୁରି ନା ୱି ବାଇ ଫୁଡ଼୍ ଆମକୁ ଫୁଡ଼୍ କିଣିବା ପାଇଁ ପଡ଼େ ବଟ୍ ଦେ ଗ୍ରୋ ଦେ ଆର୍ ସେଠାରେ ସେମାନେ ନିଜେ ଗ୍ରୋ କରିଥାନ୍ତି ବା ବଢ଼େଇଥାନ୍ତି ଚାଷ କରି ତାଙ୍କର ଫୁଡ଼୍ ୱି ହେଭ୍ ୱାଲ୍ସ ଟୁ ପ୍ରୋଟେକ୍ଟ ଆସ୍ ଦେ ହେଭ୍ ଫ୍ରେଣ୍ଡସ୍ ଆମକୁ ପ୍ରୋଟେକ୍ଟ କରିବା ପାଇଁ ଆମକୁ ରକ୍ଷା କରିବା ପାଇଁ କିଏ ଅଛି ନା ଏଠି ୱାଲ୍ ବା କାନ୍ଥ ଗୁଡ଼ିକ ଅଛି ବଟ୍ ଦେ ହେଭ୍ ଫ୍ରେଣ୍ଡସ୍ ତାଙ୍କ ପାଖରେ ତାଙ୍କର ସାଥୀମାନେ ଅଛନ୍ତି ୱି ହେଭ୍ ଏନସାଇକ୍ଲୋପେଡ଼ିଆସ୍ ଦେ ହେଭ୍ ବାଇବେଲ୍ସ ଆମ ପାଖରେ ଏଇ ଦେଖ ଏନସାଇକ୍ଲୋପିଡ଼ିଆ ମାନେ କ'ଣ ଜ୍ଞାନକୋଷ ଦେ ହେଭ୍ ବାଇବେଲ୍ସ ଆମ ପାଖରେ ଜ୍ଞାନକୋଷ ଅଛି ବଟ୍ ଦେ ହେଭ୍ ବାଇବେଲ୍ସ ବାଇବେଲ୍ସ ଗୋଟେ ଖ୍ରୀଷ୍ଟିଆନ ଧର୍ମ ଗ୍ରନ୍ଥର ନା ସେଥିପାଇଁ ଏଠି କ'ଣ କହୁଛି ୱି ହେଭ୍ ଏନସାଇକ୍ଲୋପେଡ଼ିଆସ୍ ବଟ୍ ଦେ ହେଭ୍ ବାଇବେଲ୍ସ ଥ୍ୟାଙ୍କସ୍ ଡାଡ୍ ଫର୍ ଶୋଇଂ ମି ଆଉ ତାଙ୍କ ଡ୍ୟାଡ଼୍କୁ ସେ ଥ୍ୟାଙ୍କ ୟୁ ଜଣାଉଛନ୍ତି ଏଇ ଜିନିଷ ଶୋ କରିବାରୁ ହାଉ ପୁଅର୍ ୱି ଆର୍ ଆମେ କେତେ ଗରିବ ସେ ଏଇ ଯେଉଁ ତାଙ୍କ ସନ୍ ରିଚ୍ ମ୍ୟାନ୍ର ସନ୍ କ'ଣ କହୁଛି ହାଉ ପୁଅର୍ ୱି ଆର୍ ତାଙ୍କ ପାଖରେ ବହୁତ କିଛି ଫେସିଲିଟି ଅଛି ଦେଖ ତାଙ୍କ ପାଖରେ ଇଏ କ'ଣ କହିଲେ ୟାଙ୍କ ପାଖରେ ଗୋଟିଏ ଡଗ୍ ଥିଲାବେଳେ ତାଙ୍କ ପାଖରେ 4ଟି ୟାଙ୍କ ପାଖରେ ଗୋଟିଏ ପୋଖରୀ ଥିଲାବେଳକୁ ତାଙ୍କ ପାଖରେ ରିଭର୍ ଅଛି ଏମାନଙ୍କ ପାଖରେ ଆର୍ଟିଫିସିଆଲ୍ ଲ୍ୟାମ୍ପ ଥାଇପାରେ କିନ୍ତୁ ତାଙ୍କ ପାଖରେ ମୁନ୍ ଆଉ ଷ୍ଟାର୍ର ଲାଇଟ୍ ଅଛି ମାନେ କିଣନ୍ତି ଫୁଡ଼୍ ଆଇଟମ୍କୁ କିଣନ୍ତି କିନ୍ତୁ ସେମାନେ ନିଜେ ହିଁ ତାଙ୍କୁ ଗ୍ରୋ କରନ୍ତି ଏମାନଙ୍କ ପାଖରେ ୱାଲ୍ ଅଛି ଟୁ ପ୍ରୋଟେକ୍ଟ କିନ୍ତୁ ତାଙ୍କ ପାଖରେ ତାଙ୍କର ନିଜ ସାଥୀମାନେ ଅଛନ୍ତି ତାଙ୍କୁ ପ୍ରୋଟେକ୍ଟ କରିବା ପାଇଁ ତାଙ୍କ ତାପରେ ଦେଇଛି ୱି ହେଭ୍ ଦେଇଛି ଏନସାଇକ୍ଲୋପେଡ଼ିଆସ୍ ତାଙ୍କ ପାଖରେ ଜ୍ଞାନକୋଷ ବିଭିନ୍ନ ପୁସ୍ତକ ଥାଇପାରେ କିନ୍ତୁ ତାଙ୍କ ପାଖରେ ଗୋଟିଏ ଜିନିଷ ଖ୍ରୀଷ୍ଟିଆନ ଧର୍ମଗ୍ରନ୍ଥ ଅଛି ସେଇଟାକୁ ସେମାନେ ସବୁଦିନ ରିଡ଼ିଙ୍ଗ କରନ୍ତି ଥ୍ୟାଙ୍କସ୍ ଡାଡ୍ ଫର୍ ଶୋଇଂ ମି ଏଇସବୁ ଜିନିଷ ଦେଖିବାରୁ ଥ୍ୟାଙ୍କ ୟୁ ବୋଲି ସେ ତାଙ୍କ ଫାଦରକୁ ଜଣାଉଛନ୍ତି ରିଏଲି ଆଇ ୱାଣ୍ଟ ଟୁ ଲିଭ୍ ୱିଥ୍ ଦେମ୍ ଦେୟାର ରିଏଲି ମୁଁ ପ୍ରକୃତରେ ସେଇମାନଙ୍କ ସହିତ ରହିବା ପାଇଁ ଚାହୁଁଛି ବାପା ତାଙ୍କ ବାପାକୁ ବା ତାଙ୍କ ଡ୍ୟାଡ଼୍କୁ ସେ ଜଣାଉଛନ୍ତି ଏଇ ସନ୍ ଜଣକ ଆଶା କରୁଛି ପିଲାମାନେ ବୁଝିପାରିଥିବେ ଥ୍ୟାଙ୍କ ୟୁ ଭିଉୟର୍ସ ଫାର୍ଷ୍ଟ କ୍ୱେଶ୍ଚନ୍ ହ୍ୱେୟାର ଡିଡ୍ ଦି ରିଚ୍ ମ୍ୟାନ୍ ଟେକ୍ ହିଜ୍ ସନ୍ ୱାନ୍ ଡେ ଦିନେ ଏଇ ରିଚ୍ ମ୍ୟାନ୍ ଜଣକ ତାଙ୍କ ପୁଅକୁ କେଉଁଠି ନେଇଗଲେ ନା ୱାନ୍ ଡେ ଦି ରିଚ୍ ମ୍ୟାନ୍ ଟୁକ୍ ହିଜ୍ ସନ୍ ଟୁ ଦି ପୁଅର୍ ମ୍ୟାନ୍ ହୁ ଲିଭ୍ଡ ଇନ୍ ଏ ସ୍ମଲ୍ ହଟ୍ସ ଡାଉନ୍ ଦି ହିଲ୍ସ ଏଇ ଦିନେ ସେ ଗରିବ ଲୋକମାନଙ୍କୁ ପାଖକୁ ନେଇଗଲେ ସେଇ ଗରିବ ଲୋକମାନେ କେଉଁଠି ରହୁଥିଲେ ନା ସ୍ମଲ୍ ହଟ୍ରେ ବା ଛୋଟିଆ ଚାଳ ଘରେ ରହୁଥିଲେ କେଉଁଠି ନା ଡାଉନ୍ ଦି ହିଲ୍ର ପାଦଦେଶରେ ସେମାନେ ରହୁଥିଲେ ସେକେଣ୍ଡ କ୍ୱେଶ୍ଚନ୍ ହ୍ୱାଟ୍ ଡିଡ୍ ହି ହେଭ୍ ଇନ୍ ହିଜ୍ ମାଇଣ୍ଡ ଏଇ ଧନୀ ବ୍ୟକ୍ତି ତାଙ୍କ ମାଇଣ୍ଡରେ କ'ଣ ଉଦ୍ଦେଶ୍ୟ ରଖିଥିଲେ ବା ତାଙ୍କ ମାଇଣ୍ଡରେ କ'ଣ ଇଣ୍ଟେନସନ୍ ଥିଲା ଦି ରିଚ୍ ମ୍ୟାନ୍ ହେଡ୍ an intention in his mind to show his son his richness in contrast to the poor farmers ତାଙ୍କ ମାଇଣ୍ଡରେ ଗୋଟେ ଇଣ୍ଟେନସନ୍ ଥିଲା ଯେ ଏଇ ଶୋ କରିବେ ସେମାନେ କେତେ ଆକ୍ଚୁଆଲି ଧନୀ ମାଇଣ୍ଡ ଟୁ ଶୋ ହିଜ୍ ସନ୍ ରିଚନେସ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦି ପୁଅର୍ ଫାର୍ମରମାନଙ୍କ ତୁଳନାରେ ସେମାନେ କେତେ ଧନୀ ବା ତାଙ୍କ ଭିତରେ ଡିଫରେନ୍ସ କେତେ ସେଇ ଜିନିଷ ସେ ଶୋ କରିବା ପାଇଁ ଚାହୁଁଛନ୍ତି ଥାର୍ଡ଼ କ୍ୱେଶ୍ଚନ୍ ହ୍ୱାଟ୍ ଡାଜ୍ ଦି ୱାର୍ଡ଼ ଦିସ୍ ଷ୍ଟାଣ୍ଡ ଫର୍ ଇନ୍ ଦି ଥାର୍ଡ଼ ଲାଇନ୍ ଏଇ ଯେଉଁ ଥାର୍ଡ଼ ଲାଇନ୍ରେ ଲେଖା ହେଇଥିଲା ହାଉ ରିଚ୍ ୱି ଆର୍ ସେଇ ଜିନିଷଟା କ'ଣ ଜିନିଷ ଶୋ କରୁଛି ନା ଦିସ୍ ରେଫର୍ସ ଟୁ ରିଚନେସ୍ ଅଫ୍ ଦି ରିଚ୍ ମ୍ୟାନ୍ ଇନ୍ କଣ୍ଟ୍ରାଷ୍ଟ ଟୁ ଦି ପୁଅର୍ ଫାର୍ମର ଏଇ ଦିସ୍ ୱାର୍ଡ଼ଟା ବେସିକାଲି
कौन यूज कर ना दिस रेफर्स टू द रिचनेस ऑफ द रिच मैन इन कंट्रास्ट टू द पुअर फार्मर रिचनेस मान धनी आउ गरीब मान भितर थिबा असमता जिनस को शो करुच्ची फोर्थ क्वेश्चन व्हाट डिड द रिच मैन थिंक ऑफ दिस ए रिच मैन जनक कौन भावु था निजको ना दी रिच मैन थॉट दैट the comparison between his richness and farmers poverty would act as medicine of his son's sadness से भावुଥାନ୍ତି जे जदि मु आम धनी आउ गरीब भितर थिबा तफात को देखै पारिबी मो पुओ को ताने से तार जो दुख जो जिंस दूर ही पारिबो एटा गोटे मेडिसिन टाइप रो काम दो बोली से भावुଥାନ୍ତି फिफ्थ क्वेश्चन देछि व्हेन वुड द सन सैडनेस डिसअपियर को बेले केते बेले ए सन बा से पुअर धनी व्यक्ति पुअर दुख उभै गला ना द रिच मैन थॉट व्हेन हिज सन कंपेयर हिज रिचनेस विथ द पुअर फार्मर्स हिज सन सैडनेस वुड डिसअपियर जते बेले से देखिबो बा निजे कंपेयर करबो जे से केते धनी आउ पुअर फार्मर माने केते गरीब सेते बेले ही से जानि परिबो बा सेते बेले ही तार दुख उभै जीव व्हाट वुड ही रियलाइज से रियलाइज कौन करिवो ना आफ्टर सीइंग द पुअर फार्मर्स द सन वुड रियलाइज हाउ प्रिविलेज्ड ही वाज से ए पुअर फार्मर को अवस्था देखि सारा पर निजे भाबिबो बारे रियलाइज करिवो जे से केते सुविधा रे अछि केते सुविधा वगैरह अछि सब किछि ताको पाख को आसी सब किछि जगै दिया होछि सेवन क्वेश्चन इन व्हिच कार डिड ही टेक हिज सन ऑल अराउंड को कार ताको नेइथिले ना द रिच मैन टुक हिज सन ऑल अराउंड इन ए ब्यूटीफुल कार गोटे बढ़िया सुंदर कार ताको बसाई नै जाइथिले 8 नंबर क्वेश्चन देछि व्हाट डिड ही मेक हिज सन सी कौ जिनस तांको पुओ को देखाइले ना द रिच मैन मेड हिज सन सी दी रिचेड कंडीशन ऑफ द पुअर फार्मर जो दुख अवस्था शो करे थिले हाउ डिड द सन लिव इन ए बिग हाउस सन टी केमती रोला ना द सन लिव लाइक ए प्रिजनर इन ए बिग हाउस गोटे कैदी हिसाब से रोला ताको केवल छाड़ा जाए पूरा फ्रीली नहीं से सब कैदी हिसाब से रोते बुला बुली नहीं किसी नहीं एकला सब गोटे दिमा मारिक से पुअर फार्मर को सब देखुले 10th क्वेश्चन देछि व्हाट वाज हिज फादर टेलिंग हिम ऑल द टाइम जेते से जाइथिले तांको फादर सब कोन कहउथिले ना द रिच मैन ऑलवेज टोल्ड हिज सन हाउ द पुअर फार्मर्स वर लिविंग इन ए ट्रबलसम लाइफ सब कोन कहउथिले ना ई पुअर फार्मर माने केते दुख भरा शैली से जीवन यापन करूचंती से कथा से कहउथिले 11th क्वेश्चन देछि वाज द फादर हैप्पी ऑन हिज वे बैक तांको आपा खुशी थिले कि व्हिच वर्ड्स टेल यू सो ना द रिच मैन वाज वेरी हैप्पी ऑन हिज वे बैक द वर्ड सैटिस्फाइड टेल अस सो से देखियो गोटे वर्ड लिखा हैतला सैटिस्फाइड पचारुले आर यू सैटिस्फाइड से संतुष्ट कि एई वाला कथा पचारुले काहे कि से हेतले बहुत खुशी थिले मो पुओ एबे बहुत कोन तार दुख दुर्दशा दूर होइतो काहे कि से निजे जाय कि देखिथिला लोकन को बा पुअर पीपल मानकर सब अवस्था 12th क्वेश्चन देछि The rich man's happiness got double to see the poor farmers. What about his son? He was happy or unhappy? Basically, rich man rich man's happiness got double to see the poor farmers. What about his son? Basically, rich man जो धनी व्यक्ति गरीब मानकर अवस्था देखें से खुशी है किंतु सन जो जे जाइथिले देखिया पई से हैप्पी होती ना दुख करते ना दिस सन बिकेम सैड टू सी द पुअर फार्मर्स एंड देयर रिचेड लिविंग कंडीशन तांको पुओ जो पुअर फार्मर को देखी कि आ तांकर दुख भरा जीवन शैली देखी बहुत दुख प्रकाश करथिले 13 क्वेश्चन हु डज वी स्टैंड फॉर इन द लाइन वी हैव वी जो जिनस लिखा छै वी हैव वी रे कोहा पई यूज करै छै ना इन दिस लाइन वी रेफर्स टू द रिच मैन एंड हिज फैमिली ए रिच मैन आ तांको फैमिली विषय रे ही कहै छै 14 क्वेश्चन हु आर रिचर इन हैविंग पोल्स द पुअर फार्मर और द रिच मैन हाउ ए पोल थिबा फार्मर माने रिच ना आ जो लोकन को पाखे जो रिवर थिला से माने रिच The poor farmers are richer than the rich men in having poles because the rich man has one pole whereas the poor farmers use river as their pole. एमाने गोटी ताको करे पोखरी थाए सेटारे गाधा पिधा करंती किंतु तांको से माने पूरा नदी टिको से माने तांकर पोल हिसारे यूज करंती 15th क्वेश्चन देछि व्हाट लुक बेटर द आर्टिफिशियल लैम्प्स और द स्टार्स व्हाई को जिनस सब भल दिसे आर्टिफिशियल बा कृत्रिम लैम्प बा बत्ती और द स्टार गुडी को भल देखांती बा काहे कि द स्टार्स एट नाइट लुक बेटर देन द आर्टिफिशियल लैम्प बिकॉज स्टार लाइट इज ब्राइटर एंड
scattered all around the sky ଏଠି ଦେଖ scattered ହେବ SCA ହେବ SC ହେବ ଏଟା scattered all around the sky କାହିଁକି ଦେଖ stars night look better ଷ୍ଟାରର ଲାଇଟ୍ ଜିନିଷ ବହୁତ ଭଲ ଲାଗେ କାହିଁକି ନା ଇଟ୍ ଇଜ୍ ବ୍ରାଇଟର୍ ଆଣ୍ଡ ସ୍କାଟର୍ଡ ଅଲ୍ ଆରାଉଣ୍ଡ ସେ ଲ୍ୟାମ୍ପଠୁ ବ୍ରାଇଟର୍ ଦେଖ ଏତେ ଦୂରରୁ ଆମକୁ ଆଲୋକିତ କରୁଛି ସେମାନେ ବ୍ରାଇଟର୍ ଆଣ୍ଡ ସ୍କାଟର୍ଡ ଅଲ୍ ଆରାଉଣ୍ଡ ସେମାନଙ୍କର ଆଲୁଅ ଚାରିପଟେ ବିଛୁରି ହେଇ ପଡ଼ିଥାଏ 16th question who buy food କେଉଁମାନେ ଖାଦ୍ୟ କିଣନ୍ତି ଦି ରିଚ୍ ମ୍ୟାନ୍ ଆଣ୍ଡ ହିଜ୍ ସନ୍ ବାଇ ଫୁଡ୍ ରିଚ୍ ମ୍ୟାନ୍ ଆଉ ତାଙ୍କ ପୁଅମାନେ ଖାଦ୍ୟ କିଣି ଖାଇଥାନ୍ତି 17th question who grow their own food କେଉଁମାନେ ନିଜେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ବା ତିଆରି କରିଥାନ୍ତି ନା ଦି poor farmers grow their own food ସେମାନେ ନିଜ ଖାଦ୍ୟ ନିଜେ ଉତ୍ପାଦନ କରିଥାନ୍ତି 18th question ଦେଇଛି what does the rich man have to protect him and his family এই ରିଚ୍ ମାନଙ୍କ ପାଖରେ କେଉଁ ଜିନିଷ ଥାଏ ତାଙ୍କୁ ରକ୍ଷା କରିବା ପାଇଁ ଆଉ ପୁଅର୍ ଫ୍ୟାମିଲିମାନଙ୍କୁ ବା ତାଙ୍କ ଫ୍ୟାମିଲିକୁ ରକ୍ଷା କରିବା ପାଇଁ ନା ଦି ରିଚ୍ ମ୍ୟାନ୍ ହେଜ୍ ୱାଲ୍ସ ଟୁ ପ୍ରୋଟେକ୍ଟ ହିମ୍ ଆଣ୍ଡ ହିଜ୍ ଫ୍ୟାମିଲି ରିଚ୍ ମାନଙ୍କ ପାଖରେ ତାଙ୍କ ପାଖରେ ୱାଲ୍ ଥାଏ ବା ବଡ଼ ବଡ଼ କାନ୍ଥ ଥାଏ ତାଙ୍କୁ ପ୍ରୋଟେକ୍ଟ କରିବା ପାଇଁ ଏନିମିମାନଙ୍କ ଠାରୁ 19th question ଦେଇଛି ହୁ ଡୁ ଦି ପୁଅର୍ ଫାର୍ମର୍ସ ହେଭ୍ ଟୁ ପ୍ରୋଟେକ୍ଟ ଦେମ୍ କିନ୍ତୁ ଏଇ ପୁଅର୍ ଫାର୍ମରମାନଙ୍କ ପାଖରେ କେଉଁମାନେ ଥାନ୍ତି ପ୍ରୋଟେକ୍ଟ କରିବା ପାଇଁ ବା ହେଲ୍ପ କରିବା ପାଇଁ ଦି ପୁଅର୍ ଫାର୍ମର୍ସ ହେଭ୍ ଫିଲ୍ଡ ଫ୍ରେଣ୍ଡସ୍ ଟୁ ପ୍ରୋଟେକ୍ଟ ଦେମ୍ এই ପୁଅର୍ ଫାର୍ମରମାନଙ୍କ ପାଖରେ ତାଙ୍କର ନିଜର ସେ ସାଙ୍ଗମାନେ ତାଙ୍କୁ ସବୁ ରକ୍ଷା କରିଥାନ୍ତି 20th question ଦେଇଛି ଫ୍ରେଣ୍ଡସ୍ ଅର୍ ୱାଲ୍ ହ୍ୱିଚ୍ ଅଫ୍ ଦିଜ୍ ଟୁ କ୍ୟାନ୍ give someone real protection କେଉଁ ଜିନିଷ actually ଆମକୁ real protection ଦେବ ନା ବେସିକାଲି friends can give someone real protection କାନ୍ଥ ତ ନିର୍ଜୀବ ସେ ଧୀରେ ସେଠି ପଡ଼ିଥିବ କିନ୍ତୁ ଫ୍ରେଣ୍ଡ ଦେଖିବ ସବୁବେଳେ ଦୁଃଖ ଆପଦ ବା ଯେତେବେଳେ ବି ଯାହା କିଛି କଣ୍ଡିସନ୍ ହେଲେ ବି କାହାକୁ ଆଗେ ମନେ ପଡ଼େ ଦେଖିବ ଆଗେ ଘର ଲୋକ କଥା ପିତାମାତା କଥା ନେକ୍ସଟ ଟାଇମ୍ କିନ୍ତୁ କେଉଁମାନେ ଆସିବେ ମନେ ପଡ଼େ ଦେଖିବ ସାଙ୍ଗ 21th question what was the feeling of the sun এই ଯେଉଁ ରାଜା କହୁଛି ଆମର କ'ଣ ଏଠି ନା ଧନୀ ପୁଅର ଫିଲିଂ କ'ଣ ଥିଲା ନା ଦି ଫିଲିଂ ଅଫ୍ ଦି ସନ୍ ୱାଜ୍ ଦ୍ୟାଟ୍ ଦେ ଦେମସେଲ୍ଫ ଆର୍ ରିଏଲି ଭେରି ପୋର୍ ସେ ବହୁତ ନିଜକୁ ନିଜେ ଫିଲ୍ କରୁଥିଲା ନା ସେମାନେ ବହୁତ ଗରିବ ବୋଲି କମ୍ପେୟାର ଟୁ ଦି ପୋର୍ ଫାର୍ମର ସେ ପୋର୍ ଫାର୍ମର ସହିତ କମ୍ପେୟାର କରି ନିଜକୁ ନିଜେ ବହୁତ ଗରିବ ଫିଲ୍ କରୁଥିଲା କାହିଁକି ସେଠି କମ୍ପେୟାର କରୁଥିଲା ତାଙ୍କ ପାଖରେ ଗୋଟିଏ ଡଗ୍ ରହିଲା ବେଳକୁ ସେମାନଙ୍କ ପାଖରେ 4ଟି ଡଗ୍ ଏମିତି ସେ କମ୍ପେୟାର କରିଥିଲେ ଏମାନଙ୍କ ପାଖରେ ଗୋଟିଏ ପୁଲ୍ ଥିଲା କିନ୍ତୁ ସେମାନେ ପୁରା ରିଭରକୁ ନିଜେ ପୁଲ୍ ହିସାବରେ ୟୁଜ୍ କରୁଛନ୍ତି ଏଇଭଳିଆ ହ୍ୱାଟ୍ ଡିଡ୍ ହି ୱାଣ୍ଟ ଟୁ ଡୁ ସେ ଆକ୍ଚୁଆଲି କ'ଣ କରିବା ପାଇଁ ଚାହୁଁଥିଲା ଲାଷ୍ଟରେ ହି ୱାଣ୍ଟେଡ୍ ଟୁ ଲିଭ୍ ୱିଥ୍ ଦି ପୋର୍ ଫାର୍ମର ସେ ଲାଷ୍ଟରେ ଚାହୁଁଥିଲା ଏଇ ପୋର୍ ଫାର୍ମରମାନଙ୍କ ସହିତ ଆରାମସେ ରହି ଭଲ ଜୀବନ ବିତେଇବା ପାଇଁ 20th question ଦେଇଛି ଦ ଫାଦର ଆଣ୍ଡ ଦି ସନ୍ ଲୁକ୍ ଏଟ୍ ଥିଙ୍ଗସ୍ ଇନ୍ ଡିଫରେଣ୍ଟ ୱେ ଇନ୍ ଅଦର what's their altitude to life is different whose altitude or way of thinking at things is better the son's altitude or way of looking at things is better than his luxurious father ଏଇ ଯେଉଁ ବାପାର ସବୁବେଳେ ଭାବୁଥାଏ କ'ଣ ତାର ଦେଖିବ ବାପାଙ୍କର ଖୁସି ଦ୍ୱିଗୁଣିତ ହେଇଯାଏ ଯେତେବେଳେ ଦେଖନ୍ତି ଏଇ ପୁଅର ପିଉମାନେ ସବୁବେଳେ କେତେ ଦୁଃଖ କଷ୍ଟରେ ଅଛନ୍ତି କିନ୍ତୁ ଇଏ ଯେତେବେଳେ ଯେଉଁ ଯାଇଥିଲେ ଦେଖ ଏଇ ପୁଅର ଚାହାଣୀ ଟିକେ ଭିନ୍ନ ସେ ତ ସେଇ ଜିନିଷ ଅନେଇଥାନ୍ତେ ନା ଦେଖ ଆମେ କେତେ ଖୁସିରେ ଅଛେ ମାନେ କାମ କରୁଛନ୍ତି ଛୋଟିଆ ଘରେ ରହୁଛନ୍ତି କିନ୍ତୁ ପୁଅ କ'ଣ ଦେଖିଲେ ନା ସେ ଦେଖିଥିଲେ ଯେଉଁ ଜିନିଷଟା ଆମ ପାଇଁ ଦରକାର ଧର ପଇସାଟା ଆକ୍ଚୁଆଲି ଏତେ ଇମ୍ପୋର୍ଟାଣ୍ଟ ନୁହେଁ ଦେଖିବ ସବୁଠୁ ଧନୀ କାହାକୁ କୁହାଯାଏ ଯାହାର ସବୁଠୁ ଆବଶ୍ୟକତାଟା କମ୍ ସିଏ ଆକ୍ଚୁଆଲି ପ୍ରକୃତରେ ଧନୀ ଦେଖିବ କ୍ଲାସ୍ 10 ପ୍ରାୟ ଆଗରୁ ଗୋଟେ ଲେସନ୍ ଥିଲା ହିନ୍ଦୀରେ ଧନୀ କାହାକୁ ଆମେ ଆକ୍ଚୁଆଲି କହିବା ସେଠି ଲେଖା ହେଇଥିଲା ଯାହାର ଆବଶ୍ୟକତା ସବୁଠୁ କମ୍ ସିଏ ହେଉଛି ପ୍ରକୃତରେ ଧନୀ ଥ୍ୟାଙ୍କ ୟୁ ଭିଉଅର୍ସ ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍ ବାଏ